ଆଉ ଆମର ବାଲାନ୍ସ ଅଛି 1428.65। କାଲି ଯେଉଁ ଡେଟ୍ରେ 27/1/26ର ଯେଉଁ ଆମର ଏକ୍ସଟେନସନ୍ ହେଇଥିଲା 15 ତାରିଖ, ଆମର ବର୍ତ୍ତମାନ ଟାର୍ଗେଟ୍ ଥିଲା 5000, ବର୍ତ୍ତମାନ ପରଚେଜ ହେଲା 3511.35। टोटल टार्गेट कितने रखुचे? ଆମର ସରପ୍ଲସଟା ରହୁଛି 7682.98। 301 ମାନେ 1 ଫାର୍ମର ପଞ୍ଜୀକୃତ କରୁଛନ୍ତି। କେତେ ଫାର୍ମର ରହି ଯାଇଛନ୍ତି? ବାଦ ପର୍ଯ୍ୟନ୍ତ 10 ଜଣ ଫାର୍ମର ବାଦ ପର୍ଯ୍ୟନ୍ତ। ଅବଶିଷ୍ଟ ମଝିରେ ଟୋକନ ଆସିଥିଲା? ଟୋକନ ଆସିଥିଲା। ବର୍ତ୍ତମାନ 16/1/2026ରୁ ମାନେ ଆମର ମଣ୍ଡିଟା ଷ୍ଟାର୍ଟିଂ ହେଇଛି। 27/1/26 ପର୍ଯ୍ୟନ୍ତ ମାନେ 23/1/26 ପର୍ଯ୍ୟନ୍ତ ଚାଲିଛି। 132 ଜଣ ଫାର୍ମର ଦେଇଛନ୍ତି। ବର୍ତ୍ତମାନ ଉଠିଛି ଆମର 3511.35। ଆଉ ଆମର ବାଲାନ୍ସ ଅଛି 1428.65। କାଲି ଯେଉଁ ଡେଟ୍ରେ 27/1/26ର ଯେଉଁ ଆମର ଏକ୍ସଟେନସନ୍ ହେଇଥିଲା 15 ତାରିଖ, ଆମର କାଲି ଡେଟ୍ରେ ଟୋକନ ଲାପ୍ସ କରିବ। ମାନେ 47 ଜଣ ଫାର୍ମର ରହିଯିବେ। 1256.45 କୁଇଣ୍ଟାଲ ଚାଷୀ। ଯଦି ଗାଡ଼ି ନ ଆସେ ଆମେ ବାଧ୍ୟ ହେଇକି ଆଇ ସ୍କାନ୍ କରିବୁ ବୋଲି ବର୍ତ୍ତମାନ ଚାଷୀମାନେ ଧାନ ପକାଇ ଦେଇଛନ୍ତି। ଆଇ ସ୍କାନ୍ କରିବୁ। ମିଲରମାନଙ୍କର କୌଣସି ଉତ୍ତର ନାହିଁ। ଫୋନ୍ କଲେ କୌଣସି ରେସ୍ପନ୍ସିବଲ୍ ନାହିଁ। ଯାହାଫଳରେ କି ସମୟ ସମିତି ପ୍ରତ୍ୟେକ ସମିତି ତାଙ୍କର ଆଉ ଅନ୍ୟାନ୍ୟ ଷ୍ଟାଫ୍ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆପଣ କହିବା କଥା ମାନେ ମୁଖ୍ୟ ସମସ୍ୟା ହେଉଛି ଗାଡ଼ି ଓ ମିଲର। ଗାଡ଼ି ଓ ମିଲର ସଠିକ୍ ଟାଇମ୍ରେ ଗାଡ଼ି ଦେଉନାହାନ୍ତି, ନା ସଠିକ୍ ଟାଇମ୍ରେ ଫୋନ୍ ବି ରିସିଭ୍ କରୁନାହାନ୍ତି। ଯାହାଫଳରେ କି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ।